ଶ୍ରୀମନ୍ଦିର ନିକଟରେ ଥଣ୍ଟରେ ବାନା ଭଳି ଦେଖାଯାଉଥିବା କପଡ଼ା ଧରି ଚିଲ ଉଡୁଥିବାର ଭିଜୁଆଲ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ଉପରେ ବାନା ଲଗା କାର୍ଯ୍ୟ ଚୁନରା ସେବକମାନେ ସମ୍ପନ୍ନ କରୁଥିବା ବେଳେ ଗୋଟିଏ ଚିଲ ଶ୍ରୀମନ୍ଦିର ନିକଟରେ ଏକ ବାନା ଭଳି କପଡ଼ା ଧରି ଉଡ଼ିଥିଲା। ଏହାପରେ ସମୁଦ୍ର ଆଡ଼କୁ ଯାଇ ଉଭାନ ହୋଇଯାଇଥିଲା। ତେବେ ଚିଲ ଧରିଥିବା କପଡ଼ା ଶ୍ରୀମନ୍ଦିର ବାନା କି ଅନ୍ୟ କେଉଁ କପଡ଼ା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ। ଚିଫ୍ ରିପୋର୍ଟର ମଧୁସୂଦନ ମିଶ୍ର ଆମ ସହିତ ରହୁଛନ୍ତି। ମଧୁସୂଦନ, ଟିକେ ବ୍ୟାଖ୍ୟା ଆପଣଙ୍କ ଜଣାଇବା ପାଇଁ ଚାହିଁବୁ ଯେ କୋଉ ସମୟର ଭିଜୁଆଲ ଏବଂ ଏ ଚିଲଟି କଣ ପ୍ରକୃତରେ ନେଇକି ଯାଉଛି, କେତେ ବାଟ ଯାଇ ଗଲା ମନ୍ଦିର ଠାରୁ? ସୁନନ୍ଦନ, ଗତକାଲି ସନ୍ଧ୍ୟା ସମୟର ଦୃଶ୍ୟକୁ ଆପଣ ମଧ୍ୟ ହୃଦୟଙ୍ଗମ କରିଥିବେ। ସାରା ଉପକୂଳ ଓଡ଼ିଶା, ସାରା ଓଡ଼ିଶାରେ ଯେତେବେଳେ ଅନେକ ଜାଗାରେ କାଳ ବୈଶାଖୀ ମାଡ଼ି ଆସିଲା, କଳା ଅନ୍ଧକାର ହୋଇକିରି ପବନର ବେଗ ବଢି ଚାଲିଲା, ସେ ସମୟର ହିଁ ଘଟଣା। ଏବଂ ପୁରୀରେ ମଧ୍ୟ ପବନର ବେଗ ବଢି ଚାଲିଥିଲା। ସେ ସମୟରେ ହଠାତ୍ ଏକ ଚିଲ ଝପଟି ଆସିଲା। ସେତେବେଳେ ମହାପ୍ରଭୁଙ୍କର ପତିତ ପାବନ ବାନା ଲଗା ଯାଉଥିଲା। ଚୁନରା ସେବକ ମାନେ ପତିତ ପାବନ ନୀଳଚକ୍ରରେ ବାନା ଲଗାଉଥିଲେ। ସେ ସମୟରେ ଗୋଟେ ଚିଲ ଆସିଲା ଏବଂ ଗୋଟେ ବାନାକୁ ଉଡାଇ ନେଲା ଏବଂ ତା ଥଣ୍ଟରେ ଏବଂ ତାର ପାଦରେ ଧରିକିରି ଉଭାନ ହେଇଗଲା ଏବଂ ପ୍ରଥମେ ପଶ୍ଚିମ ଦ୍ୱାର ଆଡିକି ଆସିଲା ଏବଂ ପୁରାପୁରି ଶ୍ରୀମନ୍ଦିରକୁ ପରିକ୍ରମା କରି ସେ ସମୁଦ୍ର ଆଡିକି ଯାଇ ଉଭାନ ହେଇଗଲା। ଏବଂ ଇଏ ସନ୍ଧ୍ୟା 5ଟା ସମୟର ଦୃଶ୍ୟ ଏବଂ ତା ପରବର୍ତ୍ତୀ ସମୟରେ କେଉଁଠି ନା କେଉଁଠି ବର୍ଷା ଥମିଗଲା, ପବନ ଥମିଗଲା। କେଉଁଠି ନା କେଉଁଠି ମହାପ୍ରଭୁଙ୍କର ବହୁତ ହୁଏ ନିର୍ଦ୍ଦେଶ ରହିଥିଲା ଯେ ସମୁଦ୍ର ଆଡିକି ଯେତେବେଳେ ନୀଳଚକ୍ରର ପତିତ ପାବନ ବାନା ନେଇ ଚିଲଟି ସମୁଦ୍ର ଆଡିକି ଚାଲିଗଲା, ତା ପରବର୍ତ୍ତୀ ସମୟରେ ହିଁ ପବନ ଥମିଗଲା ଏବଂ ପବନର ମାତ୍ରା ଯେଉଁଭଳି ଭାବେ ବେଗରେ ବଢି ଚାଲିଥିଲା କେଉଁଠି ନା କେଉଁଠି ଥମିଗଲା। ତେଣୁ ଆମେ କହିପାରିବା ଯେ ବିପଦ ଗୋଟେ ଟଳିଗଲା। ଗୋଟେ ବଡ ବିପଦ ଆସୁଥିଲା, ଶ୍ରୀକ୍ଷେତ୍ରକୁ ମାଡି ଆସୁଥିଲା କାଳ ବୈଶାଖୀ ଏବଂ କଳା ଅନ୍ଧକାର କରି ଯୋଉଭଳି ଭାବେ ପବନ ଏବଂ ବତାସ ମାଡି ଆସୁଥିଲା। ବୋଧହୁଏ ଚିଲ ସାହାଯ୍ୟରେ ମହାପ୍ରଭୁ ନିର୍ଦ୍ଦେଶ ଦେଲେ ଏବଂ ସମୁଦ୍ର ଆଡିକି ଚିଲ ଯାଇ ଚିଲ କେଉଁଠି ନା କେଉଁଠି ଉଭାନ ହେଇଗଲା ଏବଂ ପତିତ ପାବନ ବାନାକୁ ଧରିକିରି ସେ ଉଭାନ ହେଇଗଲା ଏବଂ ପରବର୍ତ୍ତୀ ସମୟରେ ପବନ ବତାସ ସମ୍ପୂର୍ଣ୍ଣ ବନ୍ଦ ହେଇଗଲା। ଏବଂ ଗତକାଲି ମଧ୍ୟ ଆପଣ ନିଶ୍ଚିତ ପରିଲକ୍ଷିତ କରିଥିବେ କିଭଳି ଭାବେ ପବନ ବତାସ ଆଚମ୍ବିତ କଲା ଭଳି ଭିଜୁଆଲ ଯୋଗ କଥା ଆପଣ କହୁଛନ୍ତି। ମଧୁସୂଦନ, ବହୁତ ଧନ୍ୟବାଦ ସୂଚନା ପାଇଁ, ଅପଡେଟ୍ ପାଇଁ ବହୁତ ବହୁତ ଧନ୍ୟବାଦ।